କୁହନ୍ତୁ। ବର୍ତ୍ତମାନ ଆମେ ସାହାରା ଜମାକାରୀ ମଞ୍ଚ ଓଡ଼ିଶା ତରଫରୁ ଆସିଥିଲୁ ଯେ ସାହାରା ମ୍ୟାନେଜମେଣ୍ଟ ସହିତ ଆଲୋଚନା କରିବା ପାଇଁ ଯେ ଯେଉଁ ଲୋକମାନେ ଜମା କରିଥାନ୍ତି ପୋର୍ଟାଲରେ ଆପ୍ଲାଏ କରିଥିଲେ ସେମାନଙ୍କର ଡେଫିସିଏନ୍ସି ମେସେଜ ସବୁ ଆସୁଛି। ଜାନୁଆରୀ ମାସରୁ ଆମେ ଅନବରତ ପ୍ରୟାସ କରିଚାଲିଛୁ ମ୍ୟାନେଜମେଣ୍ଟ ସହିତ ଯେ ଆର ସମାଧାନ କ'ଣ। ଏମାନେ ଆମକୁ ଥରକୁ ଥର ସମୟ ଦେଇକରି ଦିନ ବଢ଼େଇ ଚାଲୁଥିଲେ। ଆଜି ଆମେ ଫାଇନାଲ ଆଲୋଚନା ପାଇଁ ଆସିଥିଲୁ, କିନ୍ତୁ ଆସିବା ଭିତରେ ଏମାନେ ବର୍ତ୍ତମାନ ଆମର ପ୍ରଶ୍ନର ସମ୍ମୁଖୀନ ହେବାକୁ ଆଙ୍କ ପାଖରେ ସାହସ ନଥିଲା। ଏମାନେ ଏଠି ଜେନେରାଲ ପବ୍ଲିକଙ୍କ ଠାରୁ 100 ଟଙ୍କା 200 ଟଙ୍କା ନେଇକରି ଏମାନେ ଡେଫିସିଏନ୍ସି କରାଇବାର ଭରସା ଦେଇକରି ଲୋକଙ୍କୁ ତଥାପି ଲୁଟୁଛନ୍ତି। ସାରା ଇଣ୍ଡିଆ ଆଜି ଭାରତ ବର୍ଷରେ ଯେଉଁଭଳି ସମସ୍ୟା ସୃଷ୍ଟି କରିଛି ଏଠି ବର୍ତ୍ତମାନ ତଥାପି ଏମାନେ ଲୁଟୁଛନ୍ତି ଲୋକଙ୍କ ଠାରୁ ପଇସା। ସାଧାରଣ ଜନତା ଠାରୁ, ଗୋଟେ ଗୁପଚୁପ ଦୋକାନ ଠାରୁ, ଗୋଟେ ଚାଟ ଦୋକାନ ଠାରୁ ଲୋକ ଆସୁଛନ୍ତି ପ୍ରତିଦିନ। ଏଠି ସେମାନଙ୍କୁ ଡେଫିସିଏନ୍ସି ତୁମର ଅଛି କହିକିରି ପଇସା ପତ୍ର ନେଇକରି ତାଙ୍କୁ କହୁଛନ୍ତି ତୁମର 15 ଦିନ ପରେ ମାସେ ପରେ ଆସିଯିବ, କିନ୍ତୁ ସେ ଲୋକଙ୍କର 15 ଦିନ ମାସେ 2 ମାସ ଗଲେଣି କିନ୍ତୁ କିଛି ଆସୁନଥିବାରୁ ଲୋକ ଆସିକରି ଏଠି ଗ୍ୟାଦରିଂ ହେଉଛନ୍ତି। କିନ୍ତୁ ଆମର ମଞ୍ଚର ସଭାପତି, ସମ୍ପାଦକ, ଅନ୍ୟାନ୍ୟ ସଦସ୍ୟମାନେ ଏଠି ଆସିକରି ଯେତେବେଳେ ତାଙ୍କ ସହିତ ଆଲୋଚନାରେ ଟେବୁଲରେ ବସିଛନ୍ତି, ଆମର କୌଣସି ପ୍ରଶ୍ନର ସେମାନେ ଉତ୍ତର ନ ଦେଇପାରି ଭୟରେ ଜମାକର୍ତ୍ତା ମାନେ ଯେଉଁମାନେ ଏଠି ଲୋକାଲ ଜମାକର୍ତ୍ତା ଆସିଥିଲେ ତାଙ୍କର କାମ କରିବା ପାଇଁ ସେମାନଙ୍କର ସମସ୍ୟା, ସେମାନଙ୍କର ଗ୍ୟାଦରିଂକି ଦେଖିକିରି ମାନେ ଭୟଭୀତ ହେଇକିରି ଅଫିସରୁ ଲୁଚିକିରି ତାଲା ପକେଇକିରି ପଳେଇ ଯାଇଛନ୍ତି। ରାଜେଶ କୁହନ୍ତୁ, ଆପଣ କୁହନ୍ତୁ ଯେ ଆମେ ଆମ ତରଫରୁ ମଧ୍ୟ କୁହନ୍ତୁ। ବର୍ତ୍ତମାନ ଆମେ ସାହାରା ଜମାକାରୀ ମଞ୍ଚ ଓଡ଼ିଶା ତରଫରୁ ଆସିଥିଲୁ ଯେ ସାହାରା ମ୍ୟାନେଜମେଣ୍ଟ ସହିତ ଆଲୋଚନା କରିବା ପାଇଁ ଯେ ଯେଉଁ ଲୋକମାନେ ଜମା କରିଥାନ୍ତି ପୋର୍ଟାଲରେ ଆପ୍ଲାଏ କରିଥିଲେ ସେମାନଙ୍କର ଡେଫିସିଏନ୍ସି ମେସେଜ ସବୁ ଆସୁଛି। ଜାନୁଆରୀ ମାସରୁ ଆମେ ଅନବରତ ପ୍ରୟାସ କରିଚାଲିଛୁ ମ୍ୟାନେଜମେଣ୍ଟ ସହିତ ଯେ ଆର ସମାଧାନ କ'ଣ। ଏମାନେ ଆମକୁ ଥରକୁ ଥର ସମୟ ଦେଇକରି ଦିନ ବଢ଼େଇ ଚାଲୁଥିଲେ। ଆଜି ଆମେ ଫାଇନାଲ ଆଲୋଚନା ପାଇଁ ଆସିଥିଲୁ, କିନ୍ତୁ ଆସିବା ଭିତରେ ଏମାନେ ବର୍ତ୍ତମାନ ଆମର ପ୍ରଶ୍ନର ସମ୍ମୁଖୀନ ହେବାକୁ ଆଙ୍କ ପାଖରେ ସାହସ ନଥିଲା। ଏମାନେ ଏଠି ଜେନେରାଲ ପବ୍ଲିକଙ୍କ ଠାରୁ 100 ଟଙ୍କା 200 ଟଙ୍କା ନେଇକରି ଏମାନେ ଡେଫିସିଏନ୍ସି କରାଇବାର ଭରସା ଦେଇକରି ଲୋକଙ୍କୁ ତଥାପି ଲୁଟୁଛନ୍ତି। ସାରା ଇଣ୍ଡିଆ ଆଜି ଭାରତ ବର୍ଷରେ ଯେଉଁଭଳି ସମସ୍ୟା ସୃଷ୍ଟି କରିଛି ଏଠି ବର୍ତ୍ତମାନ ତଥାପି ଏମାନେ ଲୁଟୁଛନ୍ତି ଲୋକଙ୍କ ଠାରୁ ପଇସା। ସାଧାରଣ ଜନତା ଠାରୁ, ଗୋଟେ ଗୁପଚୁପ ଦୋକାନ ଠାରୁ, ଗୋଟେ ଚାଟ ଦୋକାନ ଠାରୁ ଲୋକ ଆସୁଛନ୍ତି ପ୍ରତିଦିନ। ଏଠି ସେମାନଙ୍କୁ ଡେଫିସିଏନ୍ସି ତୁମର ଅଛି କହିକିରି ପଇସା ପତ୍ର ନେଇକରି ତାଙ୍କୁ କହୁଛନ୍ତି ତୁମର 15 ଦିନ ପରେ ମାସେ ପରେ ଆସିଯିବ, କିନ୍ତୁ ସେ ଲୋକଙ୍କର 15 ଦିନ ମାସେ 2 ମାସ ଗଲେଣି କିନ୍ତୁ କିଛି ଆସୁନଥିବାରୁ ଲୋକ ଆସିକରି ଏଠି ଗ୍ୟାଦରିଂ ହେଉଛନ୍ତି। କିନ୍ତୁ ଆମର ମଞ୍ଚର ସଭାପତି, ସମ୍ପାଦକ, ଅନ୍ୟାନ୍ୟ ସଦସ୍ୟମାନେ ଏଠି ଆସିକରି ଯେତେବେଳେ ତାଙ୍କ ସହିତ ଆଲୋଚନାରେ ଟେବୁଲରେ ବସିଛନ୍ତି, ଆମର କୌଣସି ପ୍ରଶ୍ନର ସେମାନେ ଉତ୍ତର ନ ଦେଇପାରି ଭୟରେ ଜମାକର୍ତ୍ତା ମାନେ ଯେଉଁମାନେ ଏଠି ଲୋକାଲ ଜମାକର୍ତ୍ତା ଆସିଥିଲେ ତାଙ୍କର କାମ କରିବା ପାଇଁ ସେମାନଙ୍କର ସମସ୍ୟା, ସେମାନଙ୍କର ଗ୍ୟାଦରିଂକି ଦେଖିକିରି ମାନେ ଭୟଭୀତ ହେଇକିରି ଅଫିସରୁ ଲୁଚିକିରି ତାଲା ପକେଇକିରି ପଳେଇ ଯାଇଛନ୍ତି। ରାଜେଶ କୁହନ୍ତୁ, ଆପଣ କୁହନ୍ତୁ ଯେ ଆମେ ଆମ ତରଫରୁ ମଧ୍ୟ ओडिशा सारा बुलिया पड़े सीमा दास मुर्दाबाद मुर्दाबाद सीमा दास मुर्दाबाद ए तमे गोटे चप्पल मारो चप्पल काम न हां रेडी 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 सीमा दास चोर है ओडिशा को सहारा इंडिया रे खाइला किए सीमा दास खाइला सीमा दास बाबू बसंतिया गौरंग दास एटी मिश्र अटल ए 5 जण होची ओडिशा टा खाइले चोर। एटा को चोर सळा सब जगह कैंसर रे मरिबे चले पोको होइकिने मरिबे सब पोको होइकि मरिबे छाड़िबो सेटा फेसबुक छाड़ी संगे संगे दोलन हो अरे हाँ बस क्षेत्र बघा तळू को आणे टीव्ही केला बघा बडो झुडा पूरा गुडू हाँ पूरा पूरा बडो झुडा आगो पूरा चाबी को पूरा तो हाँ ऑफिसर सेही हैंडल
आम ओडार विभिन्न जिलूर आसलु सारा इंडिया पैसा बांधलु आम सारा इंडिया जमाकारी मंदिर कर्मकर्ता सब मिसिकी आसलु 8 मास है बारंबार प्रति मसरे थे दुईथर आसवा लोकर किसी कम कले आज आम पचारू तुम जब कहार किसी कम करन कहीं जोन ऑफिस खोलिक बस राज्य तुम कमांड ऑफिस वाला डाक आलोचना कर बोली कहू आमको छाड़ी चाबी पकई सब पलैले तेणु आम चाबी उपर आ गए चाबी पकई दीचु जहाँ हम देखा କୁହନ୍ତୁ। ବର୍ତ୍ତମାନ ଆମେ ସାହାରା ଜମାକାରୀ ମଞ୍ଚ ଓଡ଼ିଶା ତରଫରୁ ଆସିଥିଲୁ ଯେ ସାହାରା ମ୍ୟାନେଜମେଣ୍ଟ ସହିତ ଆଲୋଚନା କରିବା ପାଇଁ ଯେ ଯେଉଁ ଲୋକମାନେ ଜମା କରିଥାନ୍ତି ପୋର୍ଟାଲରେ ଆପ୍ଲାଏ କରିଥିଲେ ସେମାନଙ୍କର ଡେଫିସିଏନ୍ସି ମେସେଜ ସବୁ ଆସୁଛି। ଜାନୁଆରୀ ମାସରୁ ଆମେ ଅନବରତ ପ୍ରୟାସ କରିଚାଲିଛୁ ମ୍ୟାନେଜମେଣ୍ଟ ସହିତ ଯେ ଆର ସମାଧାନ କ'ଣ। ଏମାନେ ଆମକୁ ଥରକୁ ଥର ସମୟ ଦେଇକରି ଦିନ ଗଢ଼େଇ ଚାଲୁଥିଲେ। ଆଜି ଆମେ ଫାଇନାଲ ଆଲୋଚନା ପାଇଁ ଆସିଥିଲୁ କିନ୍ତୁ ଆସିବା ଭିତରେ एमाने वर्तमान आमर प्रश्नर सम्मुखीन होगा पाखे साहस नथला। एमाने ये जेनराल पब्लिक ठारू 100 टंका 200 टंका नहीं एमाने डेफिशिएंसी करार भरोसा देकर लोक तथापि लुटुंट। सारा इंडिया आज भारत वर्ष जो भाई समस्या सृष्टि करती बर्तमान तथापि मैंने लुटुंट लोक पैसा साधारण जनता ठारू गोटे गुपचुप दुकान ठारू गोटे चाट दुकान ठारू लोक आसुच्च प्रतिदिन इटी से डेफिशिएंसी तुम अच्छी कहीकि पैसा पत्र नहीं ताको कहते तुम 15 दिन पर मसे पर आसीज कि से लोकंर 15 दिन मसे 2 मास गलानी कि किसी आसुन लोक आसिक गैदरिंग होती किंतु आमर मंचर सभापति संपादक अन्य सदस्य मैंने ये आसिक जो सहित आलोचन टेबुल बसी आमर कौन प्रश्नर से उत्तर न दे पारि भयर जमाकर्ता मैंने जो मैंने ये लोकाल जमाकर्ता आसते काम करने से समस्या से गैदरिंग की देखिक मैंने भयभीत होकर ऑफिस लुचिक ताला पकईकि पलि जाइए। आम आम तरफ बुढ़िया ओडिशा सारा बुलिया पड़े सीमा दास मुर्दाबाद सीमा दास मुर्दाबाद ए तने गोटे चप्पल मार चप्पल काम न हां रेडी सीमा दास चोर है ओडिशा को सहारा इंडिया रे खाइला किए सीमा दास खाइला सीमा दास बाबू बसंतिया गौरंग दास एटी मिश्र अटल ए 5 जण होची ओडिशा टा खाइले चोर एटा को चोर सळा सब जगह कैंसर रे मरिबे चले पोको होइकि मरिबे सब पोको होइकि मरिबे छाड़िबो सेटा फेसबुक छाड़ी